नमस्कार गुड मॉर्निंग टू एवरीवन मो लिपु आज गुरुत्वपूर्ण खबर गुड़िक जन दिए न्यूज गुड़िक भल लगे निश्चय भाव में गोटे लाइक कर चैनल को सब्सक्राइब करदे। तो चलतु आज गुरुत्वपूर्ण खबर गुड़िक नजर पकईवा। लगाण वर्षा उपुटुपु होउची ओडिशा रास्ताघाट रे लहड़ी मारुची बन्या पानी। गतकाली लगाण वर्षा जोगु वृद्धि पाइची नदीर जलस्तर। एथिपाई राज्यर अनेक स्थान जलमग्न होई अनेक गाँ सह जगजग विभिन्न होईची। एथिसह वर्षा और बन्या जोगु अति कम रे 8 जनकर मृत्यु होईची। 8 रु अधिक लोकंकु सुरक्षित स्थान को स्थानांतरित करा जायछि बोली अधिकारी माने सूचना दैछन्ति। सकाल सकाल ओडिशार गंजाम और मालकानगिरी एवं अन्य जिल्ला रे प्रबल वर्षा हेतु साधारण जीवन व्यापित होईची। एथिपाई अनेक स्थान रे स्कूल और कॉलेज रे छुट्टी घोषणा करा जायछि। ଏହା ବ୍ୟତୀତ କେତେକ ସ୍ଥାନରେ ରେଳ ସେବା ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ରହିଛି। ଅନ୍ୟପଟେ ବର୍ଷା ଓ ବନ୍ୟା ଯୋଗୁଁ ଫସି ରହିଥିବା ଲୋକଙ୍କ ଉଦ୍ଧାର କରିବା ପାଇଁ 20ଟି ଟିମ୍ ଓ 10ଟି ଟିମ୍ ନିୟୋଜିତ କରାଯାଇଛି। ପରବର୍ତ୍ତୀ ଖବର, ସଚିବଙ୍କ ଦସ୍ତଖତ ଧରାଇଲେ ମୋହନଙ୍କ ମିଛ। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁରେ ବଦଳାଇବାକୁ ନେଇ ବିବାଦ ଥମିବାର ନାଁ ଧରୁନି। ଏନେଇ ଗତ 19 ତାରିଖରେ ସରକାର ବିଜ୍ଞପ୍ତି ବାହାର କରିବା ପରେ ଚାରିଆଡକୁ ସରକାରଙ୍କୁ ସମାଲୋଚନା ଶିକାର ହେବାକୁ ପଡ଼ିଲା। ଆଉ ଶେଷରେ 21 ତାରିଖରେ ନିଜ ମୁଖ୍ୟମନ୍ତ୍ରୀଙ୍କୁ ଘୋଷଣା କରିବାକୁ ପଡ଼ିଲା ଯେ ଏହାର ନାଁରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ ଯେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁରେ ପରିବର୍ତ୍ତନ ନେଇ ସେ ଗଣମାଧ୍ୟମରୁ ସୂଚନା ପାଇଲେ। ଏନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ। ଅର୍ଥାତ୍ ଏନେଇ ବିଭାଗ ମନ୍ତ୍ରୀ ସୂର୍ଯ୍ୟମଣି ସୁରେଶ ଏବଂ ମୁଖ୍ୟମନ୍ତ୍ରୀ ଜାଣିନଥିଲେ। ଭଲ କରି ଦେଖନ୍ତୁ, ଗତ 19 ତାରିଖର କ୍ରୀଡ଼ା ବିଭାଗର ଏହି ବିଜ୍ଞପ୍ତିକୁ ଏଥିରେ କୌଣସି ନିର୍ଦ୍ଦେଶକ କିମ୍ବା ଦଳୀୟ କର୍ମଚାରୀଙ୍କ ଦସ୍ତଖତ ନାହିଁ। ଖୋଦ୍ କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଉ ସବୁଠାରୁ ବଡ଼ କଥା ହେଲା ବିଜ୍ଞପ୍ତି ଲେଖା ଅଛି ଯେ ବାଇ ଅର୍ଡର ଅଫ୍ ଦ ଗଭର୍ଣ୍ଣର। ପରବର୍ତ୍ତୀ ଖବର, ବିଧାନସଭା ଅଧିବେଶନରେ ଚତୁର୍ଥ ଦିନ 3 ଦିନ ପରେ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିବା ବେଳେ ପୁଣି ହଙ୍ଗାମା ଦେଖିବାକୁ ମିଳିଛି। କେବଳ ହଟ୍ଟଗୋଳ କାରଣରୁ 15 ମିନିଟ୍ ପାଇଁ ଗୃହ କାର୍ଯ୍ୟ ସ୍ଥଗିତ ରଖିଛନ୍ତି। କଂଗ୍ରେସ ବିଧାୟକ ତାରାବାହିନୀ ପତି ବାଚସ୍ପତିଙ୍କ ମାଇକ୍ ଟାଣି ଆଣିଥିଲେ। ଗୃହର ମଧ୍ୟ ଭାଗକୁ ଆଣି କଂଗ୍ରେସ ସଦସ୍ୟ ନାରାଜ ହୋଇଥିଲେ। ସୂଚନା ଅନୁସାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କଲାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆନ୍ଧ୍ରପ୍ରଦେଶର ଶୀଘ୍ର ପୋଲଭରମ ପ୍ରକଳ୍ପ ସାରିବାକୁ ପଦକ୍ଷେପ ନିଆଗଲା ବୋଲି କହିଥିଲେ। ଏହାକୁ ନେଇ ଏକ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ବିଜେଡି ବିଧାୟକ ତଥା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପୋଲଭରମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବୋଲି କହିଛନ୍ତି। କେନ୍ଦ୍ର ସରକାର ପଦକ୍ଷେପ କରୁଛନ୍ତି। ପୋଲଭରମ ପ୍ରକଳ୍ପ ସମ୍ପର୍କରେ ଘୋଷଣା ବେଳେ ଓଡ଼ିଶା ସ୍ୱାର୍ଥକୁ ଦୃଷ୍ଟିରେ ରଖାଯାଇ ନାହିଁ। କେନ୍ଦ୍ରର ଏଭଳି ଘୋଷଣା ଓଡ଼ିଶା ସ୍ୱାର୍ଥ ପ୍ରତି ପ୍ରଚଣ୍ଡ ଆଘାତ। କେନ୍ଦ୍ର ସରକାର ସହଯୋଗୀ ଦଳଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଓଡ଼ିଶା ସ୍ୱାର୍ଥ ମାରିଛନ୍ତି। ନିଜ ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟ ଭିତରେ ବିବାଦ ସୃଷ୍ଟି କରୁଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର, 2545ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର। ନିଯୁକ୍ତି ପାଇବେ ଅଙ୍ଗନବାଡି ୱାର୍କର ଓ ହେଲ୍ପର। ରାଜ୍ୟ ମହିଳା ନିଯୁକ୍ତି ଆଶୟ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ରାଜ୍ୟର ପୂରଣ ହେବ 2525ଟି ପଦ। ଏଥିପାଇଁ ରାଜ୍ୟ ସରକାରଙ୍କ ମହିଳା ଶିଶୁ ବିଭାଗର ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀଙ୍କୁ ଅଙ୍ଗନବାଡି ୱାର୍କର ଓ ହେଲ୍ପର ପଦରେ ନିଯୁକ୍ତି ଦିଆଯିବ। ଜୁଲାଇ 7ରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଅଗଷ୍ଟ 8 ତାରିଖରେ ଅନ୍ତିମ ତାରିଖ ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନରେ ପ୍ରଦତ୍ତ ଟେଲିଗ୍ରାମ ଲିଙ୍କକୁ ଯାଇ ସର୍ବଶେଷ ତଥ୍ୟ ପାଇପାରିବେ। ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ଯୋଗ୍ୟତା 19ରୁ 35 ବର୍ଷ ରହିଥିବା ଆବଶ୍ୟକ। ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ। ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା 10ମ ଓ ଦ୍ୱାଦଶ ରହିଥିବା ଆବଶ୍ୟକ। 263ଟି ଅଙ୍ଗନବାଡି ୱାର୍କର ପଦ ଖାଲି ରହିଥିବା ବେଳେ 2282ଟି ଅଙ୍ଗନବାଡି ହେଲ୍ପର ପଦ ଖାଲି ରହିଛି। ପରବର୍ତ୍ତୀ ଖବର, ରାଜ୍ୟବାସୀଙ୍କୁ କଣ ଭେଟି ଦେବେ ମୋହନ ସରକାର? କେଉଁ କ୍ଷେତ୍ରକୁ ମିଳିଲା ସର୍ବାଧିକ ପ୍ରାଧାନ୍ୟ? ଆଜି ଆସିବ ରାଜ୍ୟ ବଜେଟ୍। ପ୍ରଥମ ଥର ପାଇଁ ବିଜେପି ସରକାର ରାଜ୍ୟର ଶାସନକୁ ଆସିବା ପରେ ଆସୁଛି ବଜେଟ୍। ଅପରାହ୍ନ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଗୃହରେ ଉପସ୍ଥାପନ କରିବା ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ଓ ବିକଶିତ ଓଡ଼ିଶା ଗଠନ ପାଇଁ ଯେଉଁ ସଂକଳ୍ପ ରହିଛି ତାକୁ ଗୁରୁତ୍ୱ ଦେଇ ଗଠନ କରାଯାଇଛି ବୋଲି ବଜେଟରେ କୁହାଯାଇଛି। ତେଣୁ ଏସବୁ ଦେଖିଲେ ଅନୁମାନ କରାଯାଇଛି କି ପୂର୍ବ ଅପେକ୍ଷା ଏଥର ବଜେଟରେ ଆକାର ବୃଦ୍ଧି ପାଇପାରେ। ପାଖାପାଖି 3 ଲକ୍ଷ କୋଟିରୁ ଅଧିକ ବଜେଟ୍ ଆଣିପାରନ୍ତି ସରକାର। ପରବର୍ତ୍ତୀ ଖବର, ରେସନ କାର୍ଡ ଧାରୀଙ୍କ ନାମରେ ଏତିକି ଜମି ଥିଲେ କଟିଯିବ ରେସନ କାର୍ଡ। ଆସିଲା ନୂଆ ନିୟମ ଓ ଆଲଟାଚ। ରେସନ କାର୍ଡ ଧାରୀଙ୍କ ପାଇଁ ବଡ଼ ଖବର। ଯଦି ଆପଣଙ୍କ ନାମରେ ଏତିକି ପରିମାଣରେ ଜମି ଥିବ ତେବେ ମାଗଣା ରେସନ ପାଇପାରିବେ ନାହିଁ ବୋଲି ସରକାର କହିଛନ୍ତି। ପରବର୍ତ୍ତୀ ଖବର, ମୋ ସ୍ୱାମୀ ମତେ ଧୋକା ଦେଇଛନ୍ତି, ମୁଁ ନିଜକୁ ସମ୍ଭାଳି ପାରୁନି, ଯାହା ହେବ ମମି ମତେ କ୍ଷମା କରିଦେବୁ। ସ୍ୱାମୀ ନିର୍ଯାତନା ସହି ନ ପାରିଲେ ଜଣେ ସାମ୍ବାଦିକ ଟ୍ରେନ୍ ଆଗକୁ ଯାଇ ପଡ଼ିଥିବା ସନ୍ଦେହ କରାଯାଇଛି। ସାମ୍ବାଦିକ ଜଣକ ହେଲେ ଧର୍ମସୂଦନ ପରିଡା। ରେଳବାଇ ପୋଲିସ ଖଣ୍ଡବିଖଣ୍ଡ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତ୍ୟୁ ପୂର୍ବରୁ ମଧୁସ୍ମିତା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଉକ୍ତ ଭିଡିଓରେ ସେ ତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କ ନିର୍ଯାତନା ବିଷୟରେ ଜଣାଇଛନ୍ତି। ତାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ନିଜ ସ୍ୱାମୀଙ୍କ ଅନୈତିକ ପ୍ରେମ କଥା ଜାଣିବା ପରେ ସେ ଏମିତି କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ଚାହୁଛି।
ମଧୁସ୍ମିତା ଟ୍ରେନ୍ ଲାଇନ୍କୁ ଡେଇଁ ପଡ଼ିବା ପୂର୍ବରୁ ସୋସିଆଲ ମିଡିଆରେ ଇନଷ୍ଟାଗ୍ରାମ 3.5 ମିନିଟ୍ ଭିଡିଓ ପୋଷ୍ଟ କରିଥିଲେ। ପରବର୍ତ୍ତୀ ଖବର, ବଜେଟରେ ଏନପିଏସକୁ ନେଇ ବଡ଼ ଘୋଷଣା। ଏଣିକି କର୍ମଚାରୀଙ୍କ ବେସିକ୍ ସାଲାରୀରୁ 10% ନୁହେଁ 14% କଟିବ। ଚଳିତ କେନ୍ଦ୍ର ବଜେଟ୍ 2024ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଙ୍କ ନ୍ୟାସନାଲ ପେନସନ ସ୍କିମ୍ ନେଇକି ଏକ ବଡ଼ ଘୋଷଣା କରାଯାଇଛି। ଏନପିଏସ୍ ନିୟମ ପରିବର୍ତ୍ତନ କରାଯାଇଛି। ଏହା ଫଳରେ କର୍ମଚାରୀମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଇନକମ୍ ଟ୍ୟାକ୍ସ ଆଶ୍ୱସ୍ତ ଦିଆଯାଇଥିବା ବେଳେ ସରକାର ଏଞ୍ଜେଲ 1 ଜାରି ଟ୍ୟାକ୍ସକୁ ସମର୍ଥି କରିଛନ୍ତି। ଏଥିସହିତ ଟ୍ୟାକ୍ସ ରିଜମ୍ ଅଧୀନରେ ଟ୍ୟାକ୍ସ ସ୍ଲାବ୍ ମଧ୍ୟ ପରିବର୍ତ୍ତନ କରିଛନ୍ତି, ଯାହାଦ୍ୱାରା ପୂର୍ବ ଅପେକ୍ଷା ଅଧିକ ଟ୍ୟାକ୍ସ ସେଭିଂ ହୋଇପାରିବ। ଅର୍ଥମନ୍ତ୍ରୀ ଜୁଲାଇ 24ରେ ନିଜର ବଜେଟ୍ ଭାଷଣରେ ଏନ୍ସିପି କଣ୍ଟ୍ରିବ୍ୟୁସନ ସୀମା ବୃଦ୍ଧି କରିଛନ୍ତି। ଏଣିକି କର୍ମଚାରୀଙ୍କୁ ବେସିକ୍ ସାଲାରୀରୁ 10% ବଦଳରେ 14% କଣ୍ଟ୍ରିବ୍ୟୁସନ ଦେବାକୁ ପଡ଼ିବ। କର୍ମଚାରୀଙ୍କ ବେତନକୁ 14% ଅର୍ଥ କଟିବା ଫଳରେ ଏହା ସେମାନଙ୍କର ମାସିକ ବଜେଟକୁ ପ୍ରଭାବିତ କରିପାରେ। ଏହାର ସିଧା ଅର୍ଥ ହେଉଛି ଯେଉଁ କର୍ମଚାରୀଙ୍କ ପୂର୍ବରୁ ଏନପିଏସରେ 10% କଣ୍ଟ୍ରିବ୍ୟୁସନ ଦେଉଥିଲେ, ଏଣିକି ସେମାନଙ୍କୁ 14% କଣ୍ଟ୍ରିବ୍ୟୁସନ ଦେବାକୁ ପଡ଼ିବ। ପରବର୍ତ୍ତୀ ଖବର, ଲକ୍ଷ୍ମୀ ବସ୍ର ନାମ ଓ ରଙ୍ଗ ପରିବର୍ତ୍ତନ କାରଣ କଣ? ପ୍ରଶ୍ନ କଲେ ବିଧାୟକ, ଉତ୍ତର ଦେଲେ ମନ୍ତ୍ରୀ। ବିଧାନସଭାରେ ଉଠିଲା ଲକ୍ଷ୍ମୀ ବସ୍ ପ୍ରସଙ୍ଗ। ଗୁରୁବାର ଦିନ ଲକ୍ଷ୍ମୀ ବସ୍କୁ ନେଇ ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ରଣପ୍ରତାପ ସ୍ୱାଇଁ। ଲକ୍ଷ୍ମୀ ବସ୍ର ରଙ୍ଗ ଓ ନାମ ପରିବର୍ତ୍ତନ କରିବାର କାରଣ କଣ? ଏହାଦ୍ୱାରା ସରକାର କି ପ୍ରକାର ଲାଭ ପାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ। ଆଉ ଏହି ପ୍ରଶ୍ନର ଉତ୍ତର ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ ରାଜ୍ୟର ପ୍ରଥମ ମାଲକାନଗିରି ଜିଲ୍ଲାରେ ଏହି ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଥିଲା। ଆଉ ପରେ ପରେ ଏହା ଅନ୍ୟ ଜିଲ୍ଲାକୁ ଆରମ୍ଭ ହେଲା। ତା ରଙ୍ଗ ପରିବର୍ତ୍ତନ ନେଇ ମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ବସ୍ର କୌଣସି ରଙ୍ଗ ଲାଗିନଥିଲା, କେବଳ ଷ୍ଟିକରିଂ କରାଯାଇଥିଲା। ସାଧାରଣ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ସମୟରେ ଲକ୍ଷ୍ମୀ ବସ୍ ମାନଙ୍କ ଲାଗିଥିବା କିଛି ଷ୍ଟିକର ଏକ ରାଜନୈତିକ ଦଳର ଚିହ୍ନ ସହ ମେଳ ଖାଉଥିବାରୁ ସେଗୁଡ଼ିକ ହଟାଯାଇଥିଲା। ଏଥିସହ କିଛି ବସ୍ ଅସୁନ୍ଦର ଦେଖାଯାଉଥିବାରୁ ଆଦର୍ଶ ଆଚରଣ ବିଧିବିଧାନ ଶେଷ ହେବା ପରେ ସେଗୁଡ଼ିକ ସୌନ୍ଦର୍ଯ୍ୟ କାରଣ ପାଇଁ ରାଜ୍ୟ ପରିବହନ ନିଗମ ପୁରୁଣା ରଙ୍ଗକୁ ବଦଳି ଯାଇଥିଲା। ପରବର୍ତ୍ତୀ ଖବର, ସୁକତେଲ ପ୍ରକଳ୍ପକୁ ନେଇ ବିଧାନସଭାର ମୁହାଁମୁହିଁ ହେଲେ ଶାସକ ଆଉ ବିରୋଧୀ। ବିଜେଡି ବିଧାୟକଙ୍କ ପ୍ରଶ୍ନ ପରେ ଘେରିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମଲାଙ୍ଗିରୀ। ଗୁରୁବାର ଦିନ ଗୃହର ଲୋୟର ସୁକତେଲକୁ ନେଇ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ, ଯାହାର ଜବାବ ରଖି ଉପମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ ଯେ ଲୋୟର ସୁକତେଲ ପ୍ରକଳ୍ପକୁ ନିର୍ବାଚନ ପାଇଁ ତରତରିଆ ଉଦ୍ଘାଟନ କରାଯାଇଥିଲା। ଡିପିଆର ଅନୁଯାୟୀ 2024 ପୂର୍ବରୁ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହେବା କଥା ନୁହେଁ। ବର୍ତ୍ତମାନ ବିଧାୟକ ଯେଉଁ ପ୍ରକଳ୍ପର ପାଣି ଲୋକଙ୍କ ପାଖରେ ପହଞ୍ଚିଥିବା କହୁଛନ୍ତି, ତାହା ଠିକ୍ ନୁହେଁ ବୋଲି ଉଭୟ ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଏହି ପ୍ରକଳ୍ପକୁ ବର୍ତ୍ତମାନ ସୁଦ୍ଧା 1 ଇଞ୍ଚ ଜମିକୁ ବି ଜଳସେଚନ ହୋଇନି, କେବଳ ନଦୀର ପାଣି ଚାଲିଛି କିନ୍ତୁ କେନାଲ ନାହିଁ। ପରବର୍ତ୍ତୀ ଖବର, ବିଧାନସଭାରେ ମୁହାଁମୁହିଁ ହେଲେ ବିଜେଡି ବିଧାୟକ ଅରୁଣ ସାହୁ ଏବଂ ସଂସଦୀୟ ମନ୍ତ୍ରୀ ମୁକେଶ ମହଲିଙ୍ଗ। ଶୂନ୍ୟକାଳରେ ବିଧାନସଭା ଓ ସଂସଦର ରୁଲ ଏବଂ ପ୍ରୋସିକ୍ୟୁର ନେଇ ମୁହାଁମୁହିଁ ହେଲେ ବିଜେଡି ବିଧାୟକ ଅରୁଣ ସାହୁ ଏବଂ ସଂସଦୀୟ ମନ୍ତ୍ରୀ ମୁକେଶ ମହଲିଙ୍ଗ। ଅରୁଣ ସାହୁଙ୍କୁ କହିଛନ୍ତି ଗୋଟେ ଅସଙ୍ଗତ ହୋଇଛି, ତାକୁ ଦୂର କରିବା ଆବଶ୍ୟକ ରହିଛି। ବିଧାନସଭା ଆଲୋଚନା ଭିତରେ ରୁହେ। ଯଦି ଏଭଳି ଅସଙ୍ଗତ ପ୍ରଶ୍ନ ଭିତରେ ରହିବ ତେବେ ଆଗାମୀ ଭବିଷ୍ୟତ ପିଢ଼ି ପାଇଁ ଭୁଲ ଉଦାହରଣ ହୋଇପାରିବ। ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ହସ୍ତକ୍ଷେପ କରିଥିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ତେବେ 23 ତାରିଖ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଦଳ ନେତାଙ୍କ ଉପରେ କିଛି ମନ୍ତବ୍ୟ ରଖାଯାଇଛି, ଯାହା ଜୁଲାଇ 23 ତାରିଖରେ ବିରୋଧୀ ଦଳ ନେତାଙ୍କୁ ଗିରଫ କରାଯାଇଥିବା ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି। ଏହି ବକ୍ତବ୍ୟକୁ ବାଦ ଦିଆଯାଉ ବୋଲି ଦାବି କରିଛନ୍ତି ଅରୁଣ ସାହୁ। ଏହା ସହ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦୁଃଖ ପ୍ରକାଶ କରନ୍ତୁ ବୋଲି ଦାବି କରିଛନ୍ତି ଅରୁଣ। ପରବର୍ତ୍ତୀ ଖବର, ଆଜି ନୂଆ ସରକାରଙ୍କ ପ୍ରଥମ ବଜେଟରେ ହୋଇପାରେ 5ଟି ବଡ଼ ଘୋଷଣା। ଆଜି ବିଧାନସଭାରେ ମୋହନ ଚରଣ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥ ବିଭାଗ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ବଜେଟ୍ ଉପସ୍ଥାପନ କରିବେ। ନୂଆ ସରକାରରେ କେଉଁ କେଉଁ ଦିଗ ପ୍ରତି ଫୋକସ ରହିବ ତା ଉପରେ ନଜର ଅଟକିଛି। ରାଜ୍ୟର ବଜେଟରେ ଆଉ କେତେ ବଢ଼ିବ, ଜନକଲ୍ୟାଣ ଯୋଜନା ନେଇ କଣ ନୂଆ ଘୋଷଣା ହେବ, ଏହା ଉପରେ ସମସ୍ତଙ୍କ ଆଖି। ମୋହନ ମାଝୀଙ୍କ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3100 ଟଙ୍କା କରିବେ ଏବଂ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ ହେବାକୁ ଘୋଷଣା କରିଛନ୍ତି। ଏହାଛଡ଼ା ବାର୍ଦ୍ଧକ୍ୟ ଭତ୍ତା 3000 ଟଙ୍କାକୁ ବଢ଼ାଇ ଦିଆଯିବ ବୋଲି କହିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବଦଳରେ ଆୟୁଷ୍ମାନ ଯୋଜନା ଲାଗୁ ହେବ। ସରକାରଙ୍କ ଆଭିମୁଖ୍ୟ ବଜେଟକୁ ସ୍ପଷ୍ଟ ହେବ। ଅନ୍ୟପଟେ କାଳିଆ ଯୋଜନାକୁ ନେଇ ଗତକାଲି ବିଧାନସଭାରେ କୃଷି ମନ୍ତ୍ରୀ ରଖିଥିବା ଉତ୍ତର ଏହି ଯୋଜନାରେ ଭବିଷ୍ୟତକୁ ନେଇ ଦ୍ୱନ୍ଦ୍ୱ ବଢ଼ାଇଛନ୍ତି। ଏଭଳି ସ୍ଥଳେ କାଳିଆ ଯୋଜନା ବାବଦରେ ଅର୍ଥ ବ୍ୟବଧାନ ହେଉଛି ନା ନାହିଁ ତାହା ଉପରେ ହିତକାରୀଙ୍କ ନଜର ରହିବା ଓ ନିର୍ବାଚନ ସମୟରେ ବିଜେପି ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ତାହା କରାଯିବ ନାହିଁ, ଏହା ସବୁ ଆଲୋଚନା କରାଯାଇଛି। ପରବର୍ତ୍ତୀ ଖବର, ବିରୋଧୀ ଦଳ ବଜେଟକୁ ପସନ୍ଦ କରୁନଥିଲେ, ଆଜି ସଂସଦରେ ବିଶୃଙ୍ଖଳା। 10ଟା ପଏଣ୍ଟ, ମୋଦି ସରକାର ତୃତୀୟ କାର୍ଯ୍ୟକାଳରେ ପ୍ରଥମ ବଜେଟ୍ ସରକାର ବିରୋଧରେ କହିଛନ୍ତି। ଏହି ସାଧାରଣ ବଜେଟକୁ ବିରୋଧୀ ବିଶେଷ ପସନ୍ଦ କରୁନାହାନ୍ତି। ବଜେଟରେ ବିରୋଧୀ ଶାସିତ ରାଜ୍ୟଗୁଡ଼ିକ ବିରୋଧରେ ଭେଦଭାବ ଅଭିଯୋଗ ହୋଇଛି। ତେବେ ବଜେଟ୍ ବିରୋଧରେ ଇଣ୍ଡିଆନ
ଆଲାଉନ୍ସ ବିରୋଧ ଉପରେ ଡିଏମକେ ସାଂସଦ ଟି ଶିବା କହିଛନ୍ତି, ଗତକାଲିର ବଜେଟ୍ ବିରୋଧ ସଂସଦୀୟ ରାଜ୍ୟ ବିଶେଷ କରି ତାମିଲନାଡୁର ଯାହା ଦିଆଯାଇଛି ସେଥିରୁ ବଞ୍ଚିତ ହୋଇଛି। ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଉଥିଲା। ୟୁନିୟନ ବଜେଟ୍ ଦେଶର ବଜେଟ୍ ନୁହେଁ, ଏହା ହେଉଛି ମିଳିତ ମଞ୍ଚର ବଜେଟ୍। ଭାରତ ମିଳିତ ମଞ୍ଚର ନେତାମାନେ ସଂସଦ ବିରୋଧ କରୁଛନ୍ତି ଯେ ୟୁନିୟନ ବଜେଟ୍ 2024କୁ ଭେଦଭାବ ବୋଲି କହିଛନ୍ତି। ସେମାନେ ସମସ୍ତ ରାଜ୍ୟ ସହ ସମାନ ବ୍ୟବହାର କରିବାକୁ ଦାବି କରିଛନ୍ତି। ସଂସଦ ଗୃହକୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ, ଏସପି ସଭାପତି ଅଖିଳେଶ ଯାଦବ ସମସ୍ତେ ବହୁ ବିରୋଧୀ ଦଳ ଉପସ୍ଥାପନ ରହି ସେମାନଙ୍କ ରାଜ୍ୟରେ ବଜେଟରେ ଅଂଶଦାନ ଦାବି କରିବେ ହାତରେ ବ୍ୟାନର ଧରିଛନ୍ତି। ବଜେଟରେ ଭେଦଭାବ ସମ୍ପର୍କରେ ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ କହିଛନ୍ତି, ଉତ୍ତରପ୍ରଦେଶରୁ କିଛି ଦେବାକୁ ଭୁଲିଯାଅ। ପରବର୍ତ୍ତୀ ଖବର। ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ ତାରା ବାହିନୀପତି। ଗୃହରୁ ସମସ୍ୟା ସମାଧାନ ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ। ସମସ୍ୟାର ସମାଧାନ ପାଇଁ ଗୃହ ଭିତରୁ ବିଭାଗକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ। ଗୁରୁବାର ଦିନ ବିଧାନସଭାରେ ପ୍ରଶ୍ନକାଳ ଚାଲିଥିଲା। ସୌରଚାଳିତ ଗଭୀର ନଳକୂପ ସମ୍ପର୍କ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ବିଧାୟକମାନେ ପ୍ରଶ୍ନ ଉତ୍ତର ରଖୁଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗି, ମୁଖ୍ୟମନ୍ତ୍ରୀ ତଥା ଜଳସମ୍ପଦ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କରିଥିବା ପ୍ରଶ୍ନ ଉତ୍ତର ରଖି ଅଧିକାରୀଙ୍କ ପ୍ରାପ୍ତ ମନ୍ତ୍ରୀ ମୁକେଶ ମହାଲିଙ୍ଗି କହିଥିଲେ ଯେ ଉଠା ଜଳ ନିଗମ ଦ୍ୱାରା କୋରାପୁଟ ଜିଲ୍ଲାର 395ଟି ସୌରଚାଳିତ ଗଭୀର ନଳକୂପ ପ୍ରତିଷ୍ଠା କରାଯାଉ। ତେବେ ସେଥିରେ ତାରା ଚୋରି ଏବଂ ପମ୍ପ ତଳେ ପଡ଼ିଯିବାର କଥା ଉଠାଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି। ଏହାକୁ ସରକାର ଗୁରୁବାର ଦିନ ସହ ସମାଲୋଚନା କରିଥିଲେ। ପରବର୍ତ୍ତୀ ଖବର। ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ମୃତ ବ୍ୟକ୍ତିଙ୍କ ପତ୍ନୀ ବଞ୍ଚିଥିଲେ ବି ପୁଅକୁ ମିଳିବ ଅନୁକମ୍ପା ନିଯୁକ୍ତି। ସରକାରୀ କର୍ମଚାରୀଙ୍କୁ ମୃତ୍ୟୁ ସମୟରେ ବଳବତ୍ତର ଥିବା ଆଇନ ଅନୁସାରେ ତାଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିବ। ଏଥିସହିତ ମୃତ ସରକାରୀ କର୍ମଚାରୀଙ୍କୁ ପତ୍ନୀ ବଞ୍ଚିଥିଲେ ମଧ୍ୟ ତାଙ୍କ ପୁଅକୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବ ବୋଲି କହିଛନ୍ତି। ଏକ ମାମଲାରେ ଶୁଣାଣି କରି ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି। 2011ରେ ଚାକିରିରେ ଥାଉ ବା ମୃତ୍ୟୁ ହୋଇଥିବା ସରକାର କର୍ମଚାରୀଙ୍କ ପୁଅକୁ ସେତେବେଳେ ପ୍ରଚଳିତ ଆଇନ ଅନୁସାରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ କୃଷି ବିଭାଗ ସହିତ ବିଚାର କରିଥିବା ଏହି 2 ମାସ ଭିତରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କ ନେଇ ଗଠିତ ଖଣ୍ଡପୀଠ ରବି ନାରାୟଣ ଆଚାରୀଙ୍କ ଆବେଦନ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ବାପା ଭୁବନେଶ୍ୱର ସତ୍ୟନଗରରେ ଥିବା କୃଷି ବିଭାଗର କାର୍ଯ୍ୟନିର୍ବାହୀ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି। ପରବର୍ତ୍ତୀ ଖବର। ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ଖଣିଜ ସମ୍ପଦକୁ ଓଡ଼ିଶାକୁ ମିଳିବ ଅଧିକ କର। ସୁପ୍ରିମକୋର୍ଟର ଐତିହାସିକ ନିଷ୍ପତ୍ତି ଖଣିଜ ସମ୍ପଦ ଭରା ରାଜ୍ୟଗୁଡ଼ିକ ପାଇଁ ଏକ ବଡ଼ ବିଜୟ ହୋଇଛି। ପ୍ରଧାନମନ୍ତ୍ରୀ ବିଚାରପତିଙ୍କ ଦ୍ୱାରା 9 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଖଣିଜ ପଦାର୍ଥ ଉପରେ ଲାଗୁ କରାଯାଇଥିବା ଆବେଦନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟରେ 9 ଜଣିଆ ଖଣ୍ଡପୀଠର 8.11 ରାୟ ପ୍ରଧାନ ବିଚାରପତି ଓ ଡକ୍ଟର ରାଓ ଓ ଚନ୍ଦ୍ରଚୂଡ଼ ନେତୃତ୍ୱରେ ଖଣ୍ଡପୀଠ ନିଷ୍ପତ୍ତି ନେଇଯିବେ ବୋଲି ଏହା ଟ୍ୟାକ୍ସ ସହିତ ସମାନ ନୁହେଁ। ଜଷ୍ଟିସ ଭି ନାଗାରାୟଣ ଏକ ଭିନ୍ନ ରାୟ ଦେଇଛନ୍ତି। ଏହା ରାୟ ଦେବାକୁ 9 ଜଣଙ୍କ ବିଚାରପତିଙ୍କ ବେଞ୍ଚ କହିଛନ୍ତି ଯେ ଖଣିଜ ସମ୍ପତ୍ତି ଜମି ଉପରେ ଟିକସ ଲାଗୁ ରହିବା କ୍ଷମତା ଏବଂ ଶକ୍ତି ରହିଛି। କୋର୍ଟଙ୍କ ଏହି ନିଷ୍ପତ୍ତି ଝାଡ଼ଖଣ୍ଡ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ଉତ୍ତର ପୂର୍ବ ଖଣିଜ ସମ୍ପଦୀୟ ରାଜ୍ୟ ଉପକୃତ ହେବେ। ପରବର୍ତ୍ତୀ ଖବର। ଏଣିକି ଚାଷୀଙ୍କର ଦୂର ହେବ ଦୁଃଖ। ପ୍ରତି ମାସରେ ପେନସନ ଦେବେ ସରକାର। ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟରୁ କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ କୌଣସି ବିଶେଷ ଘୋଷଣା କରିନାହାନ୍ତି। ଆଶା କରାଯାଉଛି ଯେ କୃଷକମାନଙ୍କ ଗ୍ରହଣ କରୁଥିବା କିସ୍ତି ପରିମାଣରେ ବିଭିନ୍ନ ଆଲୋଚନା କରାଯାଇଛି ଏବଂ ଏମାନଙ୍କୁ ମାସିକ ଦରମା ହିସାବରେ 3,000 ଟଙ୍କା ମିଳିବ। ପରବର୍ତ୍ତୀ ଖବର। ଆହୁରି କମିଲା ସୁନା ଦର। କିଣିବା ପୂର୍ବରୁ ଜାଣି ନିଅନ୍ତୁ ରେଟ୍ କେତେ ଅଛି। ଆଜି ଭାରତୀୟ ବଜାରରେ 22 କ୍ୟାରେଟ ସୁନା ଦର 10 ଗ୍ରାମ ପ୍ରତି 10 ଟଙ୍କା କମିଯାଇଛି। 64,940 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ ସୁନା ମୂଲ୍ୟ ମଧ୍ୟ 10 ଗ୍ରାମ ଟଙ୍କା କମିଛି। 77,850 ଟଙ୍କା ରହିଛି। ଗତକାଲି ଅର୍ଥାତ ବୁଧବାର ଦିନ ଅପେକ୍ଷା ଗୁରୁବାର ଦିନ ସୁନା ରେଟ୍ କମିଛି। ପରବର୍ତ୍ତୀ ଖବର। ରେସନ କାର୍ଡରୁ କଟିବ ଏମାନଙ୍କର ନାଁ। ବାଦ୍ ପଡ଼ିବ ଅଯୋଗ୍ୟ, ସାମିଲ ହେବେ ଯୋଗ୍ୟ ହିତକାରୀ। ରେସନ କାର୍ଡ ପାଇବେ ଆଉ 6 ଲକ୍ଷ ନୂଆ ହିତକାରୀ। ଏନେଇ ବିଧାନସଭାରେ ଉଠିଛି ଦାବି। ବର୍ତ୍ତମାନ 96 ଲକ୍ଷ ପରିବାର ପ୍ରାୟ 3,35 ଲକ୍ଷ ରେସନ କାର୍ଡରୁ ସୁବିଧା ପାଉଛନ୍ତି। ଏମାନଙ୍କ ମଧ୍ୟରେ ଥିବା ଅଯୋଗ୍ୟ ହିତକାରୀଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କୁ ସ୍ଥାନାନ୍ତରିତ ଯୋଗ୍ୟ ନୂଆ ହିତକାରୀଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି କଂଗ୍ରେସ ଓ ବିଜେଡି। ଯୋଗାଣ ମନ୍ତ୍ରୀ କହିଛନ୍ତି, ଆଧାର କାର୍ଡ ଲିଙ୍କ କରି ଯାଞ୍ଚ କରାଯିବ ଓ ଅଫିସରମାନେ ଘରକୁ ଯାଇ ଏହା ଚେକ୍ କରିବେ। ରେସନ କାର୍ଡ ଥିଲେ ମାଗଣା ଚାଉଳ ଠାରୁ ଆରମ୍ଭ କରି ହସ୍ପିଟାଲ ମାଗଣା ଚିକିତ୍ସା ଓ ଅନ୍ୟାନ୍ୟ ଗରିବ ପାଇଁ ତିଆରି ହେଉଥିବା ଯୋଜନା ସୁଫଳ ମିଳେ। ଓଡ଼ିଶାରେ ପ୍ରାୟ 96 ଲକ୍ଷ ପରିବାର ପାଖରେ ଏହି କାର୍ଡ ଅଛି। କିନ୍ତୁ ଯଦି ଆପଣଙ୍କ ଏହି କାର୍ଡ ପାଇବେ ହକଦାର ନୁହନ୍ତି କିନ୍ତୁ ଆପଣ କାର୍ଡ ନେଇ ସବୁ ସୁବିଧା ନେଉଛନ୍ତି ତେବେ ଆପଣଙ୍କ ଏହି କାର୍ଡ କଟିଯାଇପାରେ। ପରବର୍ତ୍ତୀ ଖବର। ବିଏସଏନଏଲର ଦମଦାର ଅଫର। ଶସ୍ତାରେ ଆଣିବେ ରିଚାର୍ଜ ପ୍ଲାନ। ଫ୍ରି କଲିଂ ସହିତ ମିଳିବ ଏହି ସୁବିଧା। ନିକଟରେ ରିଲାଏନ୍ସର ଜିଓ ଓ ଏୟାରଟେଲ ଏବଂ ଭୋଡାଫୋନ ନିଜର ରିଚାର୍ଜ ପ୍ଲାନ ଦାମୀ କରିছে। ମୋବାଇଲ ୟୁଜରଙ୍କ ପାଇଁ ଏକ ନୂଆ ସମସ୍ୟା ଉପଯୁକ୍ତ। ସମଗ୍ର ଦେଶରେ କୋଟି କୋଟି ୟୁଜରଙ୍କ ଶସ୍ତା ଏବଂ ସୁଲଭ ପ୍ଲାନ ଖୋଜୁଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସରକାର ଟେଲିକମ କମ୍ପାନୀ ବିଏସଏନଏଲ ୟୁଜରଙ୍କ ପାଇଁ ଆରମ୍ଭ ଦେଇଛି। ବିଏସଏନଏଲ କ୍ରମାଗତ ଭାବରେ ଗ୍ରାହକଙ୍କୁ ଶସ୍ତା ଏବଂ ସୁଲଭ ପ୍ଲାନ ପ୍ରଦାନ କରୁଛି।
ଆଜି ଆମେ ଆପଣଙ୍କୁ 28 ଦିନ ପାଇଁ 30 ଦିନର ଭ୍ୟାଲିଡିଟି ସହିତ BSNL କୁ ଦୁଇଟି ଦମଦାର ପ୍ଲାନ୍ ବିଷୟରେ ସୂଚନା ଦେବାକୁ ଯାଉଛୁ। BSNL ର ବିଭିନ୍ନ ଭ୍ୟାଲିଡିଟି ସହିତ ଅନେକ ରିଚାର୍ଜ ପ୍ଲାନ୍ ଅଛି। ଆପଣ ନିଜ ଆବଶ୍ୟକତା ଏବଂ ବଜେଟ୍ ଅନୁଯାୟୀ ଯେକୌଣସି ପ୍ଲାନ୍ ବାଛି ପାରନ୍ତି। 28 ଦିନରୁ ଆରମ୍ଭ କରି 395 ଦିନ ପର୍ଯ୍ୟନ୍ତ BSNL ର ରିଚାର୍ଜ ପ୍ଲାନ୍ ରହିଛି।